ଆସନ୍ତୁ ଆଜି ପାଇଲଟଙ୍କ ଝିଅ କାହାଣୀରୁ ମିଳୁଥିବା ଅଟଳ ବିଶ୍ୱାସ ବିଷୟରେ କିଛି କଥା ହେବା। ଏହି କାହାଣୀଟି ଆସିଛି ମିସ୍ କ୍ରିଷ୍ଣାଙ୍କ ପ୍ରେରଣା ବହିରୁ। ଆଉ କାହାଣୀଟି ଏକ ଏମିତି ବିମାନ ଯାତ୍ରାର ଯେଉଁଠି ପାଗ ବହୁତ ଖରାପ ଥିଲା। ଏଇଠି ଆମେ ଦେଖିବା କେମିତି ଗୋଟେ ଛୋଟ ଝିଅର ଶାନ୍ତ ସ୍ୱଭାବ ଭିତରେ ବିଶ୍ୱାସର ପ୍ରକୃତ ମାନେ ଲୁଚି ରହିଥିଲା। ଏଥିରୁ ଆମେ ତିନୋଟି ମୁଖ୍ୟ କଥା ଶିଖିପାରିବା। ତେବେ ପ୍ରଥମ କଥା ହେଉଛି ଭୟ ଆଉ ସାହସ ଭିତରେ ଥିବା ଫରକ। ଆପଣ ଭାବି ଦେଖନ୍ତୁ ଟିକେ, ବିମାନଟା ଝଡ଼ରେ ଏପଟ ସେପଟ ହେଉଛି। ବଡ଼ ବଡ଼ ଲୋକମାନେ ଡରରେ ପାଟି କରୁଛନ୍ତି, ପ୍ରାର୍ଥନା କରୁଛନ୍ତି, ଆଉ ସେଇଠି ଗୋଟେ 8 ବର୍ଷର ଝିଅ ଏକଦମ ଶାନ୍ତ ହୋଇ ବସିଛି। କେତେ ବଡ଼ କଥା ନୁହେଁ କି? ଦ୍ୱିତୀୟରେ, ଆପଣ ଭାବୁଥିବେ ସେ ଝିଅଟି ଏତେ ଶାନ୍ତ ଥିଲା କେମିତି? ଆଚ୍ଛା, ଯେତେବେଳେ ତାକୁ ପଚରାଗଲା, ସେ ବହୁତ ସରଳ ଭାବରେ କହିଲା, ମୋ ବାପା ତ ପାଇଲଟ ଅଛନ୍ତି, ସେ ମୋତେ ଘରକୁ ନେଇଯିବେ। ଦେଖିଲେ, ତାର ଭରସା ପରିସ୍ଥିତି ଉପରେ ନଥିଲା, ବରଂ ଯିଏ ସବୁକିଛି ସମ୍ଭାଳୁଥିଲା ତା ଉପରେ ଥିଲା। ଆଉ ଶେଷରେ ଏହି କାହାଣୀଟି ଆମ ନିଜ ଜୀବନ ପାଇଁ ଗୋଟେ ବହୁତ ବଡ଼ ଶିକ୍ଷା ଦିଏ। ଏହା ଆମକୁ ମନେ ପକାଇ ଦିଏ ଯେ ଆମ ଜୀବନର ଝଡ଼ବତାସ ଭିତରେ ଶାନ୍ତି କେବେ ବି ବାହାର ପରିସ୍ଥିତିରୁ ଆସେ ନାହିଁ, ବରଂ ଆମ ଜୀବନର ପାଇଲଟ କିଏ, ତାଙ୍କ ଉପରେ ଆମର କେତେ ଭରସା ଅଛି, ସେଇଠୁ ହିଁ ଆସେ। ତେଣୁ ମନେ ରଖିବେ, ପ୍ରକୃତ ବିଶ୍ୱାସର ଅର୍ଥ ପରିସ୍ଥିତିକୁ ଦେଖିବା ନୁହେଁ, ବରଂ ଆମ ଜୀବନର ପାଇଲଟକୁ ଜାଣିବା।